ପ୍ରଶଂସା କରିବାରେ କେବେ କାର୍ପଣ୍ୟ କରନ୍ତୁ ନାହିଁ। ଯଦି ସାମ୍ନାବାଲା ପ୍ରଶଂସାର ଅଧିକାରୀ ତେବେ ଅବିଳମ୍ବେ ତାର ପ୍ରଶଂସା କରନ୍ତୁ। ଯଦି କୌଣସି ଦିନ ଆପଣଙ୍କ ଖାଇବାରେ ଲୁଣ କମ୍ ପଡ଼ିଛି ବା ଚା ଅଧିକ ମିଠା ହୋଇଯାଇଛି ତେବେ ତୁରନ୍ତ ସେହି ଭୁଲକୁ ଆଙ୍ଗୁଳି ନ ଦେଖାଇଲେ କ'ଣ ଫରକ ପଡ଼େ? ଆପଣଙ୍କ ସ୍ତ୍ରୀ ବି କିଛି ସମୟ ପରେ ସେହି ତରକାରୀ ଖାଇବେ, ସେହି ଚା ପିଇବେ। ଯଦି କିଛି କହିବାକୁ ଚାହାନ୍ତି ତେବେ କିଛି ଭଲ ଦିଗକୁ ପ୍ରଶଂସା କରନ୍ତୁ ଓ ଆଗାମୀ ଦିନମାନଙ୍କରେ ସୁଧାର ଦେଖନ୍ତୁ। ଏଇ କିଛି ନ କହିବାର ଉପାୟ ସବୁ କିଛି କହିଦିଏ। ସେଥିପାଇଁ ଅନ୍ୟକୁ କହୁଥିବା ଶବ୍ଦ ପ୍ରତି ଧ୍ୟାନ ଦିଅନ୍ତୁ। ଅନ୍ୟକୁ କହିଥିବା ଅପଶବ୍ଦ ବା ପ୍ରଶଂସାର ଶବ୍ଦ ସେମାନଙ୍କରେ ବଞ୍ଚି ରହିଥାଏ। ତାହା ଆପଣଙ୍କୁ ଏକ ସୁମଣିଷ ବା କୁମଣିଷ ହିସାବରେ ଚିତ୍ରିତ ହୋଇଥାଏ। ସମାଜରେ ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ନଥିଲେ ମଣିଷ ନିଜକୁ ନିଃସଙ୍ଗ ମନେ କରେ। ସବୁ ମିତ୍ର ଯେ ଆପଣଙ୍କର ବିଶ୍ୱସ୍ତ ହେବେ ଏହା ଆଶା କରିବା ଉଚିତ ନୁହେଁ। କିଏ ପ୍ରକୃତ ମିତ୍ର ଏବଂ କିଏ ପ୍ରକୃତ ମିତ୍ର ନୁହନ୍ତି ତାହା କାଳକ୍ରମେ ସେମାନଙ୍କର ବ୍ୟବହାରରୁ ଜଣାଯାଏ। ଦୂରଭାଷୀ ପୋଷାକ ପରିଚ୍ଛଦରେ ଭଦ୍ର ବୋଲି ଦେଖାଇ ହେଉଥିବା ଏବଂ ଅନ୍ୟର ହିତ ପାଇଁ ବଡ଼ ବଡ଼ କଥା କହି ଲୋକଙ୍କୁ ବିପଦରେ ପକାଇବାକୁ ଚେଷ୍ଟା କରୁଥିବା ମଣିଷ କଦାପି କାହାର ମିତ୍ର ହୋଇନପାରେ। ଏହି ଭୟଙ୍କର ଦୁଷ୍ଟ ପ୍ରକୃତିର ମଣିଷଙ୍କୁ ଚିହ୍ନି ପାରିଲେ ତାହାଠାରୁ ଦୂରେଇ ଯାଇ ତାହାର ଚେହେରା ଅନ୍ୟକୁ ଜଣାଇଦେବା ଉଚିତ। ବିଷାକ୍ତ ପଦାର୍ଥରେ ପୂର୍ଣ୍ଣ ହୋଇଥିବା ମାଠିଆ ମୁହଁରେ କିଛି ମିଠା ଗୁଡ଼ ରଖିଥିଲେ ଯେପରି ଏହାକୁ ଗୁଡ଼ପୂର୍ଣ୍ଣ ମାଠିଆ ବୋଲି ଲୋକେ ମନେ କରନ୍ତି, ସେହିପରି ମୁହଁରେ ମିଠା କଥା କହି ଅନ୍ୟର ହିତ ପାଇଁ ନାନା ଉପଦେଶ ଦେଉଥିବା ବ୍ୟକ୍ତି ଯେ କେତେ କୁଟିଳ ଓ ଦୁଷ୍ଟ ଜାଣି ନପାରି ସରଳ ବିଶ୍ୱାସରେ ଲୋକେ ତାଙ୍କୁ ଭଲ ଲୋକ ବୋଲି ମନେକରି ତାଙ୍କର ଅନ୍ତରଙ୍ଗ ମିତ୍ର ହୋଇଯାଆନ୍ତି। ଏହି ସୁଯୋଗରେ ଦୁଷ୍ଟ ପ୍ରକୃତିର ଲୋକେ ସରଳ ବ୍ୟକ୍ତିଙ୍କର ଚରମ ଦୁର୍ଗତିର କାରଣ ହୋଇଯାଆନ୍ତି। ଯାହା କହିବା ସହଜ ନୁହେଁ ତାହା ବୁଝି ହେବ କେମିତି? ଯିଏ ଆପଣଙ୍କୁ ସତରେ ଭଲ ପାଏ ସିଏ ହିଁ ବୁଝିବ ଆପଣଙ୍କର ପରିସ୍ଥିତି। କିଛି କଥା ନ ବୁଝି ଯିଏ ସବୁବେଳେ କ୍ରୋଧରେ ରହିବ ଯାହାକୁ ଥରେ ହରେଇବେ ତାକୁ ଆଉ କେବେ ଫେରି ନ ପାଇବେ। ମହାକବି କାଳିଦାସଙ୍କ କିଛି ବାଣୀ। ଏ ସଂସାରରେ ପୁତ୍ରଟିଏ ପ୍ରାପ୍ତ କରିବା ପାଇଁ ସ୍ତ୍ରୀର ଆବଶ୍ୟକ ହୋଇଥାଏ। ବୃଦ୍ଧ ସମୟକାଳ ଉପସ୍ଥିତ ହେବା ମାତ୍ରେ ନିଜର ଭରଣ ପୋଷଣ ଏବଂ ମୃତ୍ୟୁ ପରେ ପିଣ୍ଡଦାନ କରିବା ପାଇଁ ଉତ୍ତମ ପୁତ୍ରର ଆବଶ୍ୟକ ହୋଇଥାଏ। ଗୃହରେ ମାଙ୍ଗଲ୍ୟ କର୍ମ ଅନୁଷ୍ଠାନ କରିବା ସମୟରେ ପ୍ରକୃତ ମିତ୍ରର ଆବଶ୍ୟକ ହୋଇଥାଏ। ଏ ସମସ୍ତ କାର୍ଯ୍ୟର ସମ୍ପାଦନ ନିମିତ୍ତ ଧନର ଆବଶ୍ୟକ ହୋଇଥାଏ। ବୃକ୍ଷଟିଏ ନିଜେ ଅସହ୍ୟ ଗ୍ରୀଷ୍ମ ତାପ ସହ୍ୟ କରି ପଥିକମାନଙ୍କୁ ଛାୟା ଓ ବାୟୁ ପ୍ରଦାନ କରି ସେମାନଙ୍କୁ ଶାନ୍ତି ପ୍ରଦାନ କରିଥାଏ। ଭଲ ସ୍ୱାସ୍ଥ୍ୟ ନିଜ ମନୋଦିତ ସ୍ତ୍ରୀ ଔରସଜାତ ଗୁଣବାନ ପୁତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ ଭୟ ଶୂନ୍ୟ ସ୍ଥାନରେ ନିର୍ଭୟରେ ବାସ କରିଣ ଅନ୍ନ ଓ ବସ୍ତ୍ରର ପ୍ରଚୁରତା ନିତ୍ୟ ପ୍ରଚୁର ଆୟ ଅଭିଳଷିତ ପଦାର୍ଥ ପ୍ରାପ୍ତି ଋଣ ନଥିବା ଓ ସଭାରେ ସମ୍ମାନଜନକ ସ୍ଥାନ ଲାଭ କରିବା ସବୁ ମହା ସୁଖକର ଅଟେ। ଚୋରି କରୁଥିବା ଲୋକର ଧର୍ମ ଓ ଅଧର୍ମର ଜ୍ଞାନ ନଥାଏ। ସେହିପରି ଅର୍ଥ ଲୋଭୀ ଲୋକର ଗୁରୁ ବା ବନ୍ଧୁର ବିଚାର ନଥାଏ। ଜୟ ଶ୍ରୀ ଜଗନ୍ନାଥ।